ନା ରାଜସ୍ୱ ସଂଗ୍ରହର ଇଏ ଗୋଟେ ଚାଲ ଅବକାରୀ ବିଭାଗ ଯୋଉଟା କରିଛନ୍ତି କିଛିଟା ସଂଶୋଧନ ଆବଶ୍ୟକତା ରହିଛି। 3 ବର୍ଷ ପାଇଁ ଏକ୍ସଟେନସନ କରିଦେଲେ ଏଇଟା ଆପଣମାନେ ଭଲ ଭାବେ ସାମ୍ବାଦିକ ବନ୍ଧୁମାନେ ଜାଣୁଥିବେ। ଯେଉଁ ମଦ ଦୋକାନ ଯାହାର ଅଛି 3 ବର୍ଷ ପାଇଁ ଏକ୍ସଟେନସନ ଦେଲେ ତା ଅର୍ଥ କ'ଣ? ସଲାସୁତୁରା ହେଲେ ଯେହେତୁ 3 ବର୍ଷ ଏକ୍ସଟେନସନ ଦେଇଛନ୍ତି ସଲାସୁତୁରା ହେଇଛନ୍ତି। ଏଇଟା ବିନା ଉପରେ ଲିଆସିନିରେ ହେଇପାରିବ ନାହିଁ। ଇଏ ଗୋଟେ ଭଲ ଲିଆସିନ ହେଇଛି, ବଢ଼ିଆ କି ଲିଆସିନ କରାଯାଇଛି, ଯାହାଦ୍ୱାରା କି ଆଜି ଏ ଗୃହରେ ଏକଛତ୍ର ଶାସନ ଚାଲିଛି, ଔରଙ୍ଗଜେବଙ୍କର ଶାସନ ଚାଲିଛି। ଯୋଉଟା ହେଲେ ପାରିତ ହେଉଛି। ଏଇଟା ଜନସାଧାରଣ ବୁଝିଯିବେ, ଆସନ୍ତା ଦିନରେ ତାଙ୍କୁ ଜବାବ ଦେବେ। ମିନିମମ୍ ଗ୍ୟାରେଣ୍ଟି କରାଯାଏ ଏମଜିକୁ ରହିଛି ତାକୁ ଦିନକୁ ଦିନ ବଢ଼ିବା କଥା। 3 ବର୍ଷକୁ ଯେତେବେଳେ ଦେଇଦେଲେ ଆଉ ଏମଜି କେମିତି ବଢ଼ିବ? କ'ଣ ହବ? ଏ ରାଜସ୍ୱ ହାନି ହବ। ଏ ରାଜସ୍ୱ ବଳକା ନାହିଁ। ଏ ରାଜସ୍ୱ ହାନି ପାଇଁ ଏ ବ୍ୟବସ୍ଥା କରାଯାଏ। କରନ୍ତୁ, ସ୍ୱାଗତଯୋଗ୍ୟ। ତାଙ୍କୁ କଲେ ଆମର କିଛି କ୍ଷତି ନାହିଁ। ଦରମାଟା ଯୋଉପଟେ 3 ଲକ୍ଷ କରିଥିଲେ, ଦରମା ତ ବଢ଼େଇ ନଥିଲେ, ବିଭିନ୍ନ ପ୍ରକାର ବଢ଼େଇଥିଲେ, ଆଲାଉନ୍ସ ଫାଲାଉନ୍ସ କରିଥିଲେ, ଯାହାଦ୍ୱାରା କି ସମସ୍ତେ ରାଜି ହେଇଥିଲେ। ବିଜୁ ଜନତା ଦଳ, ବିଜେପି ଦଳ ସମସ୍ତେ ରାଜି ହେଇଥିଲେ, ସରକାର କରିଥିଲେ। ବିଜୁ ଜନତା ଦଳ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ, ତାପରେ ତାକୁ ରାଜନୀତି ଆରମ୍ଭ ହେଲା। ରାଜନୀତି ଆରମ୍ଭ ହେଇକି ତାକୁ ବନ୍ଦ କଲେ। ସେ ରାଜନୀତି ଯେଉଁ ଆରମ୍ଭ ହେଲା, ସେ ରାଜନୀତିରେ ସରକାର ବର୍ତ୍ତମାନ ବ୍ୟାକ୍ କରିଗଲେ। ଯଦି ଆଣିବେ, କାହିଁକି ଆଣିବେନି? ଆମର ଅଧିକାର ଅଛି, ଆଣିବେ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।